ଅବଲକରା କାହାଣୀ। ସେତୁବନ୍ଧ କଥା। ପକ୍ଷୀ ତୀର୍ଥରେ 3 ଦିନ ବାସ କରି ସାମନ୍ତ ଅବଲକରାକୁ ଧରି ସେଠାରୁ ଚଳିଗଲେ। ଯିବା ବାଟରେ ଅନେକ ତୀର୍ଥ, ଦେବାୟତନ, ପୁର, ଗ୍ରାମ, ନଦୀ ଓ ପର୍ବତ ଦେଖି ଦେଖି ଯାଇ ସେତୁବନ୍ଧରେ ପହଞ୍ଚିଲେ। ସେଠାରେ ବସା ପାଡ଼ି ଧନୁଷ୍କୋଟି ତୀର୍ଥରେ ସ୍ନାନ ତର୍ପଣ କରି ରାମେଶ୍ୱରଙ୍କୁ ତୀର୍ଥ ଜଳ ଚଢ଼ାଇଲେ। ତହିଁ ପରେ ରୋଷେଇ ବାସ କରି ଖିଆପିଆ କଲେ। ସାମନ୍ତ ସୁସ୍ଥ ହୋଇ ବସି ଅଛନ୍ତି। ସେତିକି ବେଳେ ଅବଲକରା ବିନୟରେ ହାତ ଯୋଡ଼ି ତାଙ୍କୁ ପଚାରିଲା, ଗୋସେଇଁ, ମୁଁ ତୁମ୍ଭ ସଙ୍ଗରେ ଆସି ଅନେକ ତୀର୍ଥରେ ସ୍ନାନ କଲି। ନାନା ଆଶ୍ଚର୍ଯ୍ୟ କଥା ଦେଖିଲି, ଅନେକ ପୁରାତନ କଥା ଶୁଣିଲି। ବାଟ ଯାକ ନାନା କଥା ପଚାରି ପଚାରି ତୁମ୍ଭକୁ ବହୁତ ହଇରାଣ କରିଅଛି। ଆପଣ ଦୟାପୂର୍ବକ ମୋର ସେ ସବୁ ଦୋଷ କ୍ଷମା କରି ଏହି ସେତୁବନ୍ଧର ମହିମା କିଛି ମୋତେ କୁହନ୍ତୁ। ତୀର୍ଥ ଦର୍ଶନ ଶେଷ ହେଲା। ଏଠାରୁ ଘରକୁ ବାହୁଡ଼ି ଯିବା। ଘରକୁ ଗଲେ ସତେ କଣ ଆପଣଙ୍କ ମୁଖରୁ ମୁଁ ଆଉ କିଛି ଶୁଣିପାରିବି କି? ଏହା ଶୁଣି ସାମନ୍ତ ସନ୍ତୁଷ୍ଟ ହୋଇ ବୋଇଲେ, ପକ୍କା କମ୍ବଳ, ପୋତ ଛତା, ବସ ଅବଲକରା, ଶୁଣ କଥା। ଅଯୋଧ୍ୟାର ରାଜପୁତ୍ର ରାମଚନ୍ଦ୍ର ତାଙ୍କ ପିତା ଦଶରଥଙ୍କ ଆଜ୍ଞାରେ ଭାଇ ଏବଂ ଭାରିଜାକୁ ସଙ୍ଗେ ଘେନି ବନବାସ କରିଥିଲେ। ତାଙ୍କ ଭାରିଜାଙ୍କ ନାମ ସୀତା। ସେ ବଡ଼ ସୁନ୍ଦରୀ। ତାଙ୍କୁ ଲଙ୍କାର ରାବଣ ଚୋରାଇ ନେବାରୁ ସେହି ରାବଣକୁ ମାରିବା ପାଇଁ ରାମଚନ୍ଦ୍ର ଭାଲୁ ଓ ମାଙ୍କଡ଼ ମାନଙ୍କୁ ସଙ୍ଗେ ଘେନି ଲଙ୍କାକୁ ଯିବା ସକାଶେ ଏହି ବାଟେ ଆସିଲେ। ଯୋଉଦିନ ସେତୁବନ୍ଧ ଆରମ୍ଭ ହେଲା, ସେଦିନ ପ୍ରଥମେ ରାମଚନ୍ଦ୍ର ଏହି ଶିବଲିଙ୍ଗ ବସାଇ ଏହାଙ୍କୁ ନାନାଦି ଉପଚାର ଦେଇ ପୂଜା କଲେ। ପୂଜାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ମହାଦେବ ଆସି ରାମଚନ୍ଦ୍ରକୁ କହିଲେ, ତୁମ୍ଭେ ମର୍କଟ ମାନଙ୍କ ହସ୍ତରେ ସେତୁବନ୍ଧ ବନ୍ଧାଇ ଅନାୟାସରେ ଅସୁର ବଳ ସହିତ ରାବଣକୁ ବିନାଶ କରି ତୁମ୍ଭର ପ୍ରିୟବତୀ ସୀତାଙ୍କୁ ପାଇବ। ରାମେଶ୍ୱର ବୋଲି ତୁମ୍ଭ ନାମରେ ଏହି ଶମ୍ଭୁ ବିଖ୍ୟାତ ହେବ। ଯୋଉ ଲୋକ ସମୁଦ୍ରରେ ସ୍ନାନ କରି ରାମେଶ୍ୱରଙ୍କୁ ଦର୍ଶନ କରିବ, ତାର ଜନ୍ମ ଜନ୍ମାନ୍ତର ପାପ ବିଧ୍ୱଂସ ହେବ। ଯୋଉ ଲୋକ ପ୍ରୟାଗରୁ ତୀର୍ଥଜଳ ଆଣି ତହିଁରେ ରାମେଶ୍ୱରଙ୍କୁ ଅଭିଷିକ୍ତ କରିବ, ସେ ସକଳ ପାପରୁ ଉଦ୍ଧାର ହୋଇ ବ୍ରହ୍ମଲୋକକୁ ଯିବ। ଏଥିରେ ସନ୍ଦେହ ନାହିଁ। ଏହା କହି ମହାଦେବ ସେହି ଲିଙ୍ଗରେ ଅନ୍ତର୍ଧାନ ହେଲେ। ତହିଁ ପରେ ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ରାବଣକୁ ସବଂଶରେ ବଧ କରି ସୀତାଙ୍କୁ ନେଇ ନିଜ ରାଜ୍ୟକୁ ଗଲେ। ସେଦିନୁ ସେତୁବନ୍ଧ ରାମେଶ୍ୱର ନାମରେ ତ୍ରିଭୁବନରେ ବିଖ୍ୟାତ ହେଲା। ଅନେକ ଲୋକ ଏହି ପୁଣ୍ୟ ତୀର୍ଥରେ ସ୍ନାନ ଓ ରାମେଶ୍ୱରଙ୍କୁ ଦର୍ଶନ କରି ଦିବ୍ୟଗତି ଲାଭ କରୁଅଛନ୍ତି। ଆମ୍ଭ ଦୁହିଁଙ୍କର ପୂର୍ବ ଭାଗ୍ୟ ଥିବାରୁ ଏଠାକୁ ଆସି ରାମେଶ୍ୱରଙ୍କୁ ଦର୍ଶନ କଲେ। ଏହି ତୀର୍ଥ ମହିମା ବିଷୟରେ ମୁଁ ଗୋଟିଏ ପୁରାତନ ଇତିହାସ ଶୁଣିଅଛି, ତାହା ତୋ ଆଗରେ କହୁଅଛି, ଶୁଣୁ। ପୂର୍ବ କାଳରେ ଏହି ପୃଥିବୀରେ ଶତଧନୁ ନାମକ ଜଣେ ବିଖ୍ୟାତ ରାଜା ଥିଲେ। ତାଙ୍କ ରାଣୀର ନାମ ଶୈବ୍ୟା। ସେ ପତିବ୍ରତା, ମହାଭାଗ୍ୟବତୀ ଏବଂ ଧର୍ମପରାୟଣା ଥିଲେ। ତାଙ୍କଠାରେ ସର୍ବସୁଲକ୍ଷଣ ପୁରୀ ରହିଥିଲା। ଗୁଣ ଯେଉଁପରି, ରୂପ ତାଠାରୁ ଅଧିକ। ସେ ରାଣୀ ସର୍ବଦା ପତିପରାୟଣା ହୋଇ ଧର୍ମ ମାର୍ଗରେ ମନ ଦେଇଥାନ୍ତି। ଶତଧନୁ ରାଜା ସେହି ରାଣୀଙ୍କୁ ସଙ୍ଗେ ନେଇ ପ୍ରତିଦିନ ବିଷ୍ଣୁଙ୍କୁ ପୂଜା କରନ୍ତି। ଆହୁରି ବିଷ୍ଣୁଙ୍କ ଚରଣାବିନ୍ଦରେ ଭକ୍ତି କରି ଜପ, ଦାନ, ଉପବାସ, ହୋମ, ଅତିଥି ପୂଜା କରୁଥାନ୍ତି। ଏହା ଛଡ଼ା ଅନ୍ୟ ବିଷୟରେ ତାଙ୍କର ମନ ନଥାଏ। ଏହିପରି କେତେ କାଳ ଗଲା ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ଦୁହେଁ ଗଙ୍ଗା ନଦୀରେ ସ୍ନାନ କରି ବାହୁଡ଼ି ଆସିଲା ବେଳକୁ ଜଣେ ନାସ୍ତିକବାଦୀ ପାଷାଣ୍ଡ ଆସୁଥିଲା। ତାକୁ ଦେଖିଲେ। ଶତଧନୁ ରାଜା ଯାହାଠାରୁ ଧନୁର୍ବିଦ୍ୟା ଶିକ୍ଷା କରିଥିଲେ, ତାହାର ସେ ପାଷାଣ୍ଡଟି ମିତ୍ର ଅଟେ।
ତେଣୁ ବିଦ୍ୟା ଗୁରୁଙ୍କର ମିତ୍ର ବୋଲି ଗୌରବ ରଖି ଶତଧନୁ ସେହି ପାଷାଣ୍ଡ ସହିତ ଦୁଃଖ ସୁଖ କଥାବାର୍ତ୍ତା ହେଲେ। ବ୍ରତୀମାନେ ପାଷାଣ୍ଡର ମୁଖ ଚାହିଁ ତା ସହିତ କଥାବାର୍ତ୍ତା ହେଲେ ତାଙ୍କର ଧର୍ମ ନଷ୍ଟ ହୋଇଯାଏ ବୋଲି ଜାଣିଥିବାରୁ ରାଣୀ ତାକୁ ନ ଚାହିଁ ସୂର୍ଯ୍ୟଙ୍କୁ ଚାହିଁ ମୌନ ହୋଇ ରହିଲେ। ରାଜା ସେ ପାଷାଣ୍ଡ ସହିତ କଥାବାର୍ତ୍ତା ଶେଷ କରି ଫେରିବାରୁ ରାଣୀ ରାଜାଙ୍କ ସଙ୍ଗେ ଘରକୁ ଆସିଲେ। ତହିଁପରେ ସେ ପତି ପତ୍ନୀ ବିଧି ଅନୁସାରେ ବିଷ୍ଣୁ ପୂଜା, ହୋମ, ଦାନ, ଅତିଥି ସତ୍କାର ପ୍ରଭୃତି ଯାହା କିଛି ନିତ୍ୟକର୍ମ ତାହା ସବୁ ଶେଷ କରି ଆନନ୍ଦରେ ରହିଲେ। କେତେକ ଦିନ ଗଲା ପରେ ରାଜାଙ୍କର ଆୟୁଷ ଶେଷ ହେବାରୁ ସେ ମରିଗଲେ। ସ୍ୱାମୀ ମୃତ ହେବା ଦେଖି ଶୈବ୍ୟା ରାଣୀ ରାଜାଙ୍କ ଚିତା ଅଗ୍ନିରେ ପଡ଼ି ଦେହତ୍ୟାଗ କଲେ। ରାଜା କାର୍ତ୍ତିକ ପୂର୍ଣ୍ଣିମାରେ ଉପବାସ କରି ପାଷାଣ୍ଡ ସହିତ କଥାବାର୍ତ୍ତା ହୋଇଥିବା ପାପରୁ କୁକୁର ହୋଇ ଜନ୍ମିଲେ। ରାଣୀ ତାହା ନ କରିଥିବାରୁ ସେ ସୁକୃତ ବଳକୁ ପାଇ କାଶୀ ଦେଶ ରାଜାଙ୍କର ଝିଅ ହୋଇ ଜନ୍ମ ହେଲେ। ସେ ଜନ୍ମରେ ତାଙ୍କୁ ପୂର୍ବ ଜନ୍ମର କଥା ଯାକ ଜଣା ପଡୁଥିଲା। ସେ ରୂପ, ଗୁଣ ଏବଂ ସୁଲକ୍ଷଣରେ ପୂର୍ଣ୍ଣ ହୋଇ ପିତାମାତାଙ୍କର ଆନନ୍ଦ ବଢାଇଲେ। କେତେ ଦିନ ଗଲା ପରେ ସେ କନ୍ୟା ଯୁବତୀ ହେବାରୁ ତାଙ୍କ ପିତା କାଶୀ ରାଜା ତାଙ୍କୁ ବିବାହ କରାଇବା ପାଇଁ ବର ଖୋଜାଇଲେ। ତାହା ଶୁଣି ସେ କନ୍ୟା ପିତାଙ୍କୁ କହିଲେ, ତୁମ୍ଭେ ମୋ ସକାଶେ ବରପାତ୍ର ଖୋଜିବାକୁ ବ୍ୟସ୍ତ ହୁଅ ନାହିଁ। ବର୍ତ୍ତମାନ ବିବାହ ହେବାକୁ ମୋର ଇଚ୍ଛା ନାହିଁ। ଯେତେବେଳେ ମୋର ଇଚ୍ଛା ହେବ ମୁଁ ସେତେବେଳେ କହିବି। ଏହା ଶୁଣି କାଶୀ ରାଜା ଆଉ ବର ଖୋଜାଇଲେ ନାହିଁ କି ଝିଅକୁ ବିବାହ କରାଇବା ବୋଲି ନାଁ ଧଇଲେ ନାହିଁ। ତହିଁପରେ ସେ ରାଜକନ୍ୟା ଦିବ୍ୟ ଚକ୍ଷୁରେ ଚାହିଁଲେ ଯେ ତାଙ୍କ ପତି ମୃତ ହେଲା ପରେ ଗୋଟିଏ କୁକୁର ହୋଇ ବିଦିଶା ନଗରୀରେ ଜନ୍ମ ହୋଇଅଛନ୍ତି। ତାହା ଜାଣିବା ମାତ୍ରେ ସେ କନ୍ୟା ବିଦିଶା ନଗରୀକୁ ଯାଇ ସେହି କୁକୁରକୁ ଦେଖିଲେ। ଜ୍ଞାନ ବଳରୁ ଏହି କୁକୁର ମୋର ସ୍ୱାମୀ ବୋଲି ଜାଣିପାରି ତାକୁ ଆଦର କରି ଖାଇବାକୁ ଉତ୍ତମ ଭୋଜନ ଦେଲେ। କୁକୁର ମାନଙ୍କର ଜାତିଗତ ସ୍ୱଭାବ ଅଛି ଯେ ସେ ଯାହାର ଖାଇବେ ତାରି ପଛେ ପଛେ ଗୋଡାଇବେ। ଏ କୁକୁର ମିଷ୍ଟାନ୍ନ ଖାଇବାରୁ ରାଜକନ୍ୟାର ପଛେ ପଛେ ଗୋଡାଇ ସ୍ୱଜାତି ଯୋଗ୍ୟ ଚାତୁ ପ୍ରକାଶ କରିବାକୁ ଲାଗିଲା। ସ୍ୱାମୀର ସେ ଚେଷ୍ଟା ଦେଖି କାଶୀ ରାଜ ଦୁହିତା ଅତି ଲଜ୍ଜିତ ହୋଇ ତହିଁପରେ ତାକୁ ନମସ୍କାର କରି କହିଲେ, ମହାରାଜ, ତୁମ୍ଭେ ଗୁରୁର ସଖା ବୋଲି ପାଷାଣ୍ଡ ସହିତ ଗଙ୍ଗା ତୀରରେ ଯେଉଁ ମିଷ୍ଟାଳାପ କରିଥିଲ, ସେହି ପାପରୁ ଏବେ କୁକୁର ଯୋନିରେ ଜନ୍ମ ହୋଇଅଛ। ସେ ଜନ୍ମରେ ମୁଁ ତୁମ୍ଭର ରାଣୀ ହୋଇଥିଲି। ମୋର କିଛି ପାପ ନଥିବାରୁ ମୁଁ ଏବେ କାଶୀ ଦେଶ ରାଜାଙ୍କର ଝିଅ ହୋଇ ଜନ୍ମିଅଛି। ତୁମ୍ଭେ ଗତ ଜନ୍ମ କଥା ସ୍ମରଣ କର। ତୀର୍ଥ ସ୍ନାନାନ୍ତର ପାଷାଣ୍ଡ ସମ୍ଭାଷଣ ପାପରୁ ଏବେ କୁଶ୍ଚିତ ଯୋନିରେ ଜନ୍ମ ହୋଇଅଛ। ଏହା ଶୁଣି ସେ କୁକୁର ନିର୍ବେଦ ହୋଇ ଘଡ଼ିଏ କାଳ ପର୍ଯ୍ୟନ୍ତ ରହିଲା। ତହିଁପରେ ସେଠାରୁ ଚାଲିଯାଇ କୋଳାହଳ ନାମକ ଗୋଟିଏ ଉଚ୍ଚ ପର୍ବତ ଉପରେ ଉଠି ପର୍ବତ ଶୃଙ୍ଗ ଉପରୁ ମରୁଭୂମିକୁ ଡେଇଁ ପ୍ରାଣ ହରାଇଦେଲା। କୁକୁର ଦେହ ଛାଡ଼ି ପୁନରପି ଗୋଟିଏ ଶୃଗାଳ ହୋଇ ସେହି ବନରେ ଜନ୍ମ ଗ୍ରହଣ କଲା। ଏଣେ କାଶୀ ରାଜକନ୍ୟା ପିତା ଗୃହକୁ ଫେରି ଯାଇଥିଲେ। ପୁଣି ବର୍ଷକ ଉତ୍ତାରୁ ଦିବ୍ୟ ଦୃଷ୍ଟିରେ ଚାହିଁ ଦେଖିଲେ ଯେ ତାହାର ସ୍ୱାମୀ କୁକୁର ଦେହ ଛାଡ଼ି ଶୃଗାଳ ରୂପରେ ଜନ୍ମିଅଛି। ତେଣୁ ସେ ତାହାକୁ ପୂର୍ବ କଥା ଜଣାଇ ଦେବେ ବୋଲି କୋଳାହଳ ପର୍ବତକୁ ଗଲା। ସେଠାରେ ସେହି ଶୃଗାଳକୁ ଦେଖି ବୋଇଲା, ମହାରାଜ, ତୁମ୍ଭେ ମୋର ପତି ପୂର୍ବ ଜନ୍ମରେ ରାଜା ହୋଇଥିଲ। ପାଷାଣ୍ଡ ସମ୍ଭାଷଣ ପାପରୁ କୁକୁର ଯୋନିରେ ଜନ୍ମିଲ। କୁକୁର ଦେହ ଛାଡ଼ି ଏବେ ଶୃଗାଳ ହୋଇଅଛ। ତୁମ୍ଭେ କୁକୁର ହୋଇ ଜନ୍ମିଥିବା ସମୟରେ ମୁଁ ତୁମ୍ଭକୁ ଗତ ଜନ୍ମ କଥା ସ୍ମରଣ କରାଇ ଦେଇଥିଲି। ତୁମ୍ଭେ କଣ ତାହା ମନରୁ ପାସରି ଦେଲ କି? ଏହା ଶୁଣି ସେ ଶୃଗାଳ କ୍ଷଣକାଳ ମୌନ ହୋଇ ବିଚାରିବାରୁ ପୂର୍ବ କଥା ଯାକ ଜାଣିପାରି ଆହାର ପାଣି ଆଉ ଖାଇଲା ନାହିଁ। ରାଜକନ୍ୟା ସେଠାରୁ ପିତା ଘରକୁ ଫେରି ଆସିଲେ। ଶୃଗାଳଟି ନ ଖାଇ ନ ପିଇ ସେହି ବନ ମଧ୍ୟରେ ଶୃଗାଳ ଦେହ ଛାଡ଼ି ପୁଣି ଗୋଟିଏ ବୃକ ହୋଇ ଜନ୍ମଗ୍ରହଣ କଲା। ତହିଁପରେ କାଶୀ ରାଜା କନ୍ୟା ତାହା ଜାଣିପାରି ସେହି ନିର୍ଜନ ଅରଣ୍ୟକୁ ଯାଇ ବୃକ ରୂପୀ ସ୍ୱାମୀକୁ ଦେଖି କହିଲା, ମହାରାଜ, ଆପଣ ବୃକ ନୁହଁ, କିନ୍ତୁ ପରମ ଧାର୍ମିକ ଶତଧନୁ ରାଜା ଅଟ। କୁକୁର ଏବଂ ଶୃଗାଳ ଯୋନିରେ ଜନ୍ମିଥିବା ସମୟରେ ମୁଁ ତୁମ୍ଭକୁ ପୂର୍ବ ଜନ୍ମ କଥା ସ୍ମରଣ କରାଇ ଦେଇଥିଲି। ତାହା କଣ ମନରୁ ପାସରି ଦେଲ କି?
ଏବେ ପୂର୍ବ ଚରିତ୍ର ସୁମରଣା କରି ସମୟୋଚିତ କାର୍ଯ୍ୟ କର। ଏହା କହି ସେ କନ୍ୟା ପିତା ଗୃହକୁ ଫେରିଗଲେ। ବୃକ ରୂପୀ ରାଜା ଏକଥା ଶୁଣିବା ମାତ୍ରେ ବୃକ ଦେହ ପରିତ୍ୟାଗ କରି ଗୋଟିଏ କାକ ହୋଇ ଜନ୍ମ ହେଲା। ତହିଁପରେ ସେ ରାଜକୁମାରୀ ତାହା ଜାଣିପାରି ସେହି କାକପକ୍ଷୀ ନିକଟକୁ ଯାଇ କହିଲା, ମହାଭାଗ, ଆପଣ କାକପକ୍ଷୀ ନୁହଁ, କିନ୍ତୁ ଧାର୍ମିକ ଶିରୋମଣି ଶତଧନୁ ରାଜା ଅଟ। ତୀର୍ଥ ସ୍ନାନାନ୍ତର ପାଷାଣ୍ଡ ସମ୍ଭାଷଣ କରିବା ପାପରୁ କୁକୁର, ଶୃଗାଳ ଏବଂ ବୃକ ଯୋନିରେ ଜନ୍ମିଥିଲ। ମୁଁ ତୁମ୍ଭର ପ୍ରିୟବର୍ତ୍ତୀ ଭାର୍ଯ୍ୟା। ବର୍ତ୍ତମାନ ରାଜକୁମାରୀ ହୋଇ ଜନ୍ମିଥିବାରୁ ପୂର୍ବ କଥା ଜାଣିପାରି ତୁମ୍ଭକୁ ସେହି ବୁକୁରାଦି 3 ଜନ୍ମର ସତ କଥା ସ୍ମରଣ କରାଇ ଦେଇଥିଲି। ଏବେ ତୁମ୍ଭେ ତାହା ପାସରି ଦେଲ କି? ମୁଁ ପୁନରପି କହୁଅଛି ଯେ କାକ ଚେଷ୍ଟା ଛାଡ଼ି ସମୟୋଚିତ କାର୍ଯ୍ୟ କର। ତୁମ୍ଭେ ରାଜା ହୋଇଥିବା ସମୟରେ ଅଶେଷ ପାରିଦଣ୍ଡ ରାଜା ତୁମ୍ଭକୁ ବଳିଦାନ କରୁଥିଲେ। ସେହି ପାପରୁ ତୁମ୍ଭେ ଏବେ କାକ ଜନ୍ମ ପାଇ ବଳି ଭୋକ ବୋଲାଉଅଛ। ଏଥକୁ ବିଚାର କର। ଏହା କହି ସେ ରାଜକୁମାରୀ ପିତୃଗୃହକୁ ଚାଲିଗଲେ। ତହିଁ ପରେ ସେ କାକ ଅନାହାରରେ ପ୍ରାଣ ତ୍ୟାଗ କରି ଗୋଟିଏ ବୃଦ୍ଧ ହୋଇ ବିନ୍ଧ୍ୟ ପର୍ବତରେ ଜନ୍ମଗ୍ରହଣ କଲା। ବର୍ଷକ ଉତ୍ତାରୁ ସେ ରାଜକୁମାରୀ ଦିବ୍ୟ ଦୃଷ୍ଟିରେ ଜାଣିପାରିଲା ଯେ ତାହାର ସ୍ୱାମୀ କାକ ଦେହ ଛାଡ଼ି ବିନ୍ଧ୍ୟ ପର୍ବତରେ ବୃଦ୍ଧ ହୋଇଅଛି। ତେଣୁ ସେ ପୂର୍ବ ଜନ୍ମ କଥା ସ୍ମରଣ କରାଇ ଦେବା ପାଇଁ ବିନ୍ଧ୍ୟ ପର୍ବତକୁ ଯାଇ ସେହି ବୃଦ୍ଧକୁ ଦେଖି କହିଲା, ହେ ଧର୍ମପରାୟଣ ମହାରାଜ, ଆପଣ ପାଷାଣ୍ଡ ସମ୍ଭାଷଣ ପାପରୁ ବୃଦ୍ଧ ହୋଇ ଜନ୍ମିଅଛନ୍ତି। ତୁମ୍ଭେ ପୂର୍ବ ଜନ୍ମରେ ଶତଧନୁ ନାମକ ବିଖ୍ୟାତ ରାଜା ଥିଲ। ତହିଁପରେ କୁକୁର, ଶୃଗାଳ, ବୃକ ଏବଂ କାକ ହୋଇ ଜନ୍ମ ହେଲ। ମୁଁ ତୁମ୍ଭକୁ ସେ ସବୁ ଜନ୍ମରେ ପୂର୍ବ ଚରିତ୍ର ସ୍ମରଣ କରାଇ ଦେଇଥିଲି। ଏବେ ତାହା ମନରୁ ପାସରି ଦେଲ କି? ବର୍ତ୍ତମାନ ବୃଦ୍ଧ ଚେଷ୍ଟା ଛାଡ଼ି ସାଧୁ ମାର୍ଗ ଆଚରଣ କର। ଋଷିମାନେ ଲେଖିଅଛନ୍ତି, ଜାତ୍ୟ ଧୋଧୋ ବ୍ରଜତ୍ୟୁ ଚୈନରଃ ଶୈରବ କର୍ମଭିଃ କୁପସ୍ୟ ଗଣତା ଯଦ୍ବତ ପ୍ରାକାର ସେବ୍ୟକାରକଃ। ମନୁଷ୍ୟ ନିଜ କର୍ମ ଦ୍ୱାରା ଅଧଗତି ଏବଂ ଊର୍ଦ୍ଧ୍ୱଗତି ଲାଭ କରେ। ଏ ବିଷୟରେ ଦୃଷ୍ଟାନ୍ତ ଲେଖା ଅଛି ଯେ କୂଅ ଖୋଳିବା ଲୋକ କ୍ରମେ କ୍ରମେ ତଳକୁ ଯାଉଅଛି, ପାଚେରୀ ଗଢ଼ିବା ଲୋକ କ୍ରମେ କ୍ରମେ ଉପରକୁ ଉଠୁଅଛି। ଏକଥା ବିଚାର କରି ତୁମ୍ଭେ ଆତ୍ମାର ହିତ ସାଧନ କର। ବର୍ତ୍ତମାନ ବୃଦ୍ଧ ଯୋନିରେ ଜନ୍ମି ପକ୍ଷ ସାହାଯ୍ୟ ପାଇଅଛ। ତେଣୁ ମୁଁ କହୁଅଛି, ସତ୍ୟ ପଥରେ ଉଡ଼ିଯାଇ ସେତୁ ବନ୍ଧରେ ସ୍ନାନ କରି ରାମେଶ୍ୱରଙ୍କୁ ଦର୍ଶନ କର। ତାହେଲେ ଆଉ ଗୋଟିଏ ଜନ୍ମରେ ନିଶ୍ଚୟ ଉତ୍ତମ ପଦ ପାଇବ। ଏହା କହି ସେ ରାଜକୁମାରୀ ପିତା ଗୃହକୁ ଲେଉଟି ଗଲେ। ବୃଦ୍ଧ ତାହା ଶୁଣିବା ମାତ୍ରେ ପୂର୍ବ ଜନ୍ମ କଥାଯାକ ସ୍ମରଣ କରି ସେହି କ୍ଷଣି ବିନ୍ଧ୍ୟାଚଳ ଛାଡ଼ି ଆକାଶ ପଥରେ ଉଡ଼ିଯାଇ ସେତୁ ବନ୍ଧରେ ପ୍ରବେଶ ହେଲା। ସେଠାକୁ ଯାଇ ଧନୁଷ୍କୋଟି ତୀର୍ଥରେ ସ୍ନାନ କରି ରାମେଶ୍ୱରଙ୍କ ମନ୍ଦିରକୁ ଚାହିଁ ଚାହିଁ ଅନାହାରରେ ଦେହତ୍ୟାଗ କଲା। ସେତୁବନ୍ଧ ଓ ରାମେଶ୍ୱରଙ୍କ ମହିମାରୁ ନିଷ୍ପାପ ହୋଇ ସେ ବୃଦ୍ଧ ମିଥିଳାଧିପତି ଜନକ ରାଜାଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କଲା। ସେହି ରାଜକୁମାରଙ୍କ ଯୌବନାବସ୍ଥା ପ୍ରବେଶ ହେବାର ଜାଣି କାଶୀ ରାଜା ଦୁହିତା ତାଙ୍କର ପିତାଙ୍କୁ କହିଲା, ଏଥର ମୋ ପାଇଁ ସ୍ୱୟଂବର ସଭା ନିମନ୍ତ୍ରଣ କର। ମୁଁ ମୋର ଇଚ୍ଛା ଅନୁସାରେ ଗୋଟିଏ ରାଜପୁତ୍ରଙ୍କୁ ବରଣମାଳା ଦେଇ ବରିବି। ଏହା ଶୁଣି କାଶୀ ରାଜା ଆନନ୍ଦିତ ହୋଇ କନ୍ୟା ପାଇଁ ସ୍ୱୟଂବର ସଭା ନିମନ୍ତ୍ରଣ କଲେ। ସେ ସଭାରେ 4 ଊଣା ଲକ୍ଷେ ରାଜପୁତ୍ର ଆସି ଉପସ୍ଥିତ ହୋଇଥିଲେ। କାଶୀ ରାଜଜେମା ସୁଲୋଚନା ସମସ୍ତଙ୍କ ସାକ୍ଷାତରେ ଜନକ ରାଜାଙ୍କ ପୁତ୍ରଙ୍କୁ ତାଙ୍କର ପତି ବୋଲି ଚିହ୍ନି ପାରି ବରଣମାଳା ଦେଇ ବରିଲେ। ନାନା ଉତ୍ସବରେ ଦୁହିଁଙ୍କର ବିବାହ ବଢିଲା। ସୁଲୋଚନା ନିଜର ସ୍ୱାମୀଙ୍କୁ ପାଇ ପରମ ସୁଖରେ ସମୟ ଯାପନ କଲେ। ଆରେ ଅବଲକରା, ଏ ତୀର୍ଥର ମହିମା ବ୍ରହ୍ମାଙ୍କୁ ଅଗୋଚର। ମାତ୍ର ତୁ ପଚାରିବାରୁ ଯାହା ଜାଣିଥିଲି ମୁଁ ତୋତେ ସବୁ କହିଲି। ଏଠାରୁ ଆମ୍ଭର 4 ଧାମ ପୂରଣ ହେଲା। ଉଠ, ଏଥର ନିଜ ରାଜ୍ୟକୁ ଯିବା। ଏହିଠାରେ
ଅବଲକରା କାହାଣୀ ସମାପ୍ତ ହେଲା।